ভাগ্য আজি লেখে ভাগ শেষ। ତୁ ବୋଧେ ମୋ ଭାଗ୍ୟରେ ନାହୁଁ, ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ଭଙ୍ଗା ହୃଦୟର କାହାଣୀ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛି ରକେଶନ ଯାତ୍ରା ଗପସପ୍ରେ। ମୁଁ ରାଜେନ୍ଦ୍ର। ଆଜି ହେଉଛି ଡିସେମ୍ବର 1 ତାରିଖ। ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କୋଣାର୍କ ମହୋତ୍ସବ। ଏହି ମହୋତ୍ସବରେ ଯାତ୍ରାଣୀ ସିଂହବାହିନୀ, ଅପେରା ଶ୍ରୀମନ୍ଦିର, କୋଣାର୍କ ଗଣନାଟ୍ୟ ଯୋଗ ଦେଉଛନ୍ତି। 2025 ବର୍ଷ ଶେଷ ହୋଇ ଆସୁଛି। କୋଣାର୍କ ମହୋତ୍ସବରେ କିଛି ନୂଆ ଜିନିଷ କରାଯାଇଛି। କ'ଣ କରାଯାଇଛି ସମ୍ପୂର୍ଣ୍ଣ ମୋ ସହିତ ରହି ଭିଡ଼ିଓ ଦେଖନ୍ତୁ, ଜାଣିପାରିବେ କୋଣାର୍କ ମହୋତ୍ସବରେ ଏ ବର୍ଷ କ'ଣ ନୂଆ କରାଯାଇଛି। ଚାଲନ୍ତୁ ଡେରି ନ କରି ଭିଡ଼ିଓଟି ଷ୍ଟାର୍ଟ କରିବା। ଯାତ୍ରାଣୀ ସିଂହବାହିନୀ ମା ଭଗବତୀ ନାଟ୍ୟ ସଂସଦ ତରଫରୁ ଆଜି ଏଥୁଅନ୍ତେ କଳିଯୁଗ ଶେଷ ନାଟକ ମଞ୍ଚସ୍ଥ କରିବ। ଅରୁଣ ବାରିକଙ୍କ ନାଟକ ନିର୍ଦ୍ଦେଶନା ଦେଇଛନ୍ତି ଆମର ଶାରଦା ରାଣା। ବହୁତ ସୁନ୍ଦର ନାଟକ ହୋଇଛି। ଯେଉଁମାନେ ଚାହୁଁଛନ୍ତି ଦେଖିବା ପାଇଁ କୋଣାର୍କ ମହୋତ୍ସବରେ ଦେଖିବାର ସୁଯୋଗ ନିଅନ୍ତୁ। ଅପେରା ଶ୍ରୀମନ୍ଦିର ବି ଆଜି କୋଣାର୍କ ମହୋତ୍ସବରେ ତାର ପ୍ରଥମ ରଜନୀ ନାଟକ ମଞ୍ଚସ୍ଥ କରିବ ଛୋଟା ବାବା ନାଟ୍ୟ ସଂସଦ ତରଫରୁ। ମନେ ରହିଲା, ଛୋଟା ବାବା ନାଟ୍ୟ ସଂସଦ ତରଫରୁ ଆଜି ଅପେରା ଶ୍ରୀମନ୍ଦିର ତାର ପ୍ରଥମ ରଜନୀ ନାଟକ ଭେଟିଦେବ। ନାଟକର ନାଁ ହେଉଛି କହଇ ଦାସ ଜଗନ୍ନାଥ। ମାନେ ରଚନା ହର ବାରିକ, ନିର୍ଦ୍ଦେଶନା ବି ହର ବାରିକ। ବହୁତ ସୁନ୍ଦର ନାଟକ ହୋଇଛି। ଯେଉଁମାନେ ଚାହୁଁଛନ୍ତି କହଇ ଦାସ ଜଗନ୍ନାଥ ନାଟକ ଦେଖିବା ପାଇଁ ତୁରନ୍ତ ଯାଇ କୋଣାର୍କ ମହୋତ୍ସବରେ ଟିକେଟ୍ କରିନିଅନ୍ତୁ। ଆସନ୍ତାକାଲିଠାରୁ ମାନେ ଡିସେମ୍ବର 2 ଠାରୁ ଆପଣମାନେ ସମସ୍ତେ କୋଣାର୍କ ମହୋତ୍ସବରେ ସେ ଗଣନାଟ୍ୟକୁ ଦେଖିବା ପାଇଁ ପାଇବେ। ତାର ବହୁ ଚର୍ଚ୍ଚିତ ନାଟକ ସେ ଦୀପକ ଜେନାଙ୍କ ନାଟକ, ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଆମର ଗୁରୁପ୍ରସାଦ ମିଶ୍ର। ନାଟକର ନାଁ ହେଉଛି ତୁ ବୋଧେ ମୋ ଭାଗ୍ୟ ନାହୁଁ। ଯେଉଁ ନାଟକ ମାନେ ସବୁ ଷ୍ଟେଜ୍ରେ ପ୍ରାୟ ସବୁ ରାତି କରୁଛି। ଦେଖିବାର ସୁଯୋଗ ନିଅନ୍ତୁ ଆସନ୍ତାକାଲିଠାରୁ। ଆପଣମାନଙ୍କୁ ଅପଡେଟ୍ ଦେଇଦେଲି। ଆଜି କୋଣାର୍କ ମହୋତ୍ସବ ଆରମ୍ଭ ହେଉଛି। ଆଜି କୋଣାର୍କ ମହୋତ୍ସବ ଆରମ୍ଭରେ ଯାତ୍ରାଣୀ ସିଂହବାହିନୀ ତାର ଏଥୁଅନ୍ତେ କଳିଯୁଗ ଶେଷ ନାଟକ ମଞ୍ଚସ୍ଥ କରିବ। ଅପେରା ଶ୍ରୀମନ୍ଦିର ଆଜି ତାର ପ୍ରଥମ ରଜନୀ ନାଟକ ମଞ୍ଚସ୍ଥ କରିବ ବାରିକଙ୍କ ନାଟକ କହଇ ଦାସ ଜଗନ୍ନାଥ। ଯାତ୍ରା ସିଂହବାହିନୀର ଅନଲାଇନ୍ ଟିକେଟର ସୁବିଧା ଅଛି, ଯେଉଁମାନେ ଘରେ ରହି ଟିକେଟ୍ କରିପାରିବେ। ବିଶେଷ ସୂଚନା, ଯେଉଁ ମା ଭଉଣୀମାନେ କୋଣାର୍କ ମହୋତ୍ସବକୁ ବୁଲିବା ପାଇଁ ଯାଉଛନ୍ତି, ଦୟାକରି ଯେଉଁମାନେ ଅଳଙ୍କାର ପିନ୍ଧିକି ଯାଉଛନ୍ତି ଟିକେ ଧ୍ୟାନ ଦିଅନ୍ତୁ। ଅଳଙ୍କାର ପ୍ରତି ଧ୍ୟାନ ଦିଅନ୍ତୁ। କାହିଁକି କେଉଁ ମୁହୂର୍ତ୍ତରେ କ'ଣ ହେଇଯିବ ତା କିଛି ବି କହିହେବନି। ଯେଉଁମାନେ ଛୋଟ ଛୁଆଙ୍କୁ ସାଥିରେ ନେଇକି ଯାଉଛନ୍ତି କୋଣାର୍କ ମହୋତ୍ସବ ବୁଲିବା ପାଇଁ, ସେଇମାନଙ୍କୁ ହାତ ଯୋଡ଼ି ମୁଁ ଅନୁରୋଧ କରୁଛି, ଦୟାକରି ଘରୁ ବାହାରିଲା ବେଳେ ଛୋଟ ପିଲାଙ୍କ ପକେଟରେ ବାପା ମାଆଙ୍କର ମୋବାଇଲ ନମ୍ବର ରଖନ୍ତୁ, ଘରର ଆଡ୍ରେସ୍ ରଖନ୍ତୁ। ଦୟାକରି ଆପଣମାନେ ରିକ୍ୱେଷ୍ଟ ଏହି କାମଟି କରନ୍ତୁ। ଛୋଟ ପିଲାଙ୍କୁ ନେଇକି ଯାଉଛନ୍ତି, ଯେଉଁମାନେ ବୁଲିବାକୁ ଯାଉଛନ୍ତି ଛୋଟ ପିଲାଙ୍କ ହାତ କେବେ ବି ଭିଡ଼ ଜାଗାରେ ଛାଡ଼ନ୍ତୁନି। ଯଦି ମୁଁ ଠିକ୍ କହୁଥା ନିଶ୍ଚିନ୍ତ ଭିଡ଼ିଓ ଲାଇକ୍ କରି ମତାମତ ଦିଅନ୍ତୁ। ଯଦି ନୂଆ କରି ଭିଡ଼ିଓ ଦେଖୁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ଆଇଡ଼ି ରାଜେନ୍ଦ୍ର ବେହେରାକୁ ଫଲୋ କରି ରଖନ୍ତୁ। ସବୁବେଳେ କହିଛି ରାଜେନ୍ଦ୍ର ବେହେରା ଫେସବୁକ୍ ଆଇଡ଼ି, ରକେଶନ ୟୁଟ୍ୟୁବ୍ ଚ୍ୟାନେଲରେ ଯାତ୍ରା ଫ୍ରେଶ୍ ଖବର ପାଇପାରିବେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ। ପୁଣି ଦେଖା ହେବ ଆଉ ଏକ ଯାତ୍ରା ଭିଡ଼ିଓରେ। ଜୟ ଜଗନ୍ନାଥ।